ଜଣେ ଦେବତା 24 ଘଣ୍ଟା ଗୁପ୍ତରେ ଆମ କାନ୍ଧରେ ବସିଛନ୍ତି। ଗୁପ୍ତରେ ବସିଛନ୍ତି, ଲୁଚିକି ଅଛନ୍ତି। ତାଙ୍କ ନାଁ ଚିତ୍ରଗୁପ୍ତ। ଆମ ଜୀବନର ଖାଲି କର୍ମ ନୁହଁ, ଭାବନାର ବି ପ୍ରତ୍ୟେକ ଚିତ୍ରକୁ ଗୁପ୍ତ ଭାବରେ ଲେଖି ଚାଲିଛନ୍ତି ଅହରହ, ଆମ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ। ଆମକୁ ଦେଖାଯାଉ ନ ଦେଖାଯାଉ, ଆମେ ଜାଣୁ ନ ଜାଣୁ, ସବୁ ହିସାବ କିତାବ ଚାଲିଛି। ଜନ୍ମ ଜନ୍ମାନ୍ତର ପାଇଁ କର୍ମଫଳ ଆମେ ଭୋଗିବାକୁ ବାଧ୍ୟ। ସେଥିପାଇଁ ଚିତ୍ରଗୁପ୍ତ ଅଛନ୍ତି। ଯେତେ ଶୀଘ୍ର ଆମେ ବୁଝିଯିବା, ସେତେ ଶୀଘ୍ର ଆମର କର୍ମର ନିଶ୍ଚିତ ଭାବରେ ବିକାର ଦୂର ହେବ। ଆମ ମନ ପରିବର୍ତ୍ତନ ହେବା ଦରକାର। କ୍ରିୟମାଣ କର୍ମ ଆମେ କରିବା।